କିଛି ପ୍ରେମ କାହାଣୀ ଆରମ୍ଭ ହୋଇଥାଏ ଏକ ସାମାନ୍ୟ ଦେଖାରୁ, ଆଉ କିଛି ପ୍ରେମ କାହାଣୀ ଆରମ୍ଭ ହୋଇଥାଏ ଏକ ନିବିଡ଼ ବନ୍ଧୁତାରୁ। କିନ୍ତୁ ସେହି ପ୍ରେମ କାହାଣୀ ହେଇଥାଏ ସୁନ୍ଦର, ଯାହା ଆରମ୍ଭ ହୁଏ ସଂଘର୍ଷରୁ। ସେମିତି ଏକ ପ୍ରେମ କାହାଣୀ ସମ୍ବଲପୁର ୟୁନିଭର୍ସିଟିର ଭୂତତ୍ତ୍ୱ ବିଜ୍ଞାନର। ପ୍ରକୃତିର ରହସ୍ୟ ପଢ଼ିବା ମଧ୍ୟରେ ଲୁଚି ରହିଥିଲା ଏକ ନିଆରା ପ୍ରେମ କାହାଣୀ। ପୁଅଟି ବହି ଚାଲିଥିଲା ଶାନ୍ତ ନଦୀ ପରି, ସବୁବେଳେ ଥାଏ ନିଜ ଲକ୍ଷ୍ୟ ମଧ୍ୟରେ ଗଭୀର। ଆଉ ଝିଅଟିର ଦେହରେ ଯେମିତି ବସନ୍ତର ଚଞ୍ଚଳତା, ଚୁଲବୁଲି ହସରେ ଭରପୁର, ଆଉ ନାଚରେ ବାନ୍ଧି ରଖିଥିଲା ସାରା କ୍ୟାମ୍ପସକୁ। କ୍ଲାସରୁମ୍ର ବେଞ୍ଚରେ ହସ ମଜା ଚାଲିଥାଏ, ସେମିତି ଚାଲିଥାଏ ଫିଲ୍ଡ ଟୁର୍ର ବି ମଜା। କେବେ ପୁଅଟି ଏମିତି ଚିଡ଼ଉଥିଲା, ଝିଅଟି ହସି ହସି କହିଦେଉଥିଲା, ଏଇ ତୋର ଏ କମେଡି କେବେ ବନ୍ଦ ହବ କହିଲୁ? ବନ୍ଧୁତାର ସେଇ ଦିନଗୁଡ଼ା ନିର୍ମଳ ଆକାଶ ପରି ଥିଲା, କିନ୍ତୁ ନା ସେ ଆକାଶରେ ଥିଲା କିଛି ପ୍ରେମର ମେଘର ଛିଟା, ନା ଲାଗିଥିଲା କୋଉ ଡେଣା ଏଇ ଦୁଇ ପକ୍ଷୀଙ୍କର। ପିଜି ଶେଷ ହେଇଗଲା, କ୍ୟାମ୍ପସର ସେଇ ଦିନଗୁଡ଼ା ସ୍ମୃତି ହେଇ ରହିଗଲା। ବନ୍ଧୁତା ବି ରହିଲା ସତ, କିନ୍ତୁ ଅଲଗା ହେଇଗଲା ଦୁଇ ଜଣଙ୍କର ପଥ। କିନ୍ତୁ ଏ ସମୟର ବିଡ଼ମ୍ବନା ସତେ ଯେ କେତେ ନିଆରା। ଏହି ସମୟ ହିଁ ଜାଣିଥିଲା ଏହି ଦୁଇ ବନ୍ଧୁ ଭିତରେ ଅଛି ଏକ ନୂଆ ସ୍ୱପ୍ନ, ନୂଆ ପ୍ରେମ ଆଉ ନୂଆ ଦିଗ।